ଏହି ସବୁଜ ପରିବେଶ ସୃଷ୍ଟି କରିଛନ୍ତି ଢେଙ୍କାନାଳ ଗୋବିନ୍ଦ ପ୍ରସାଦ ଗାଁର ଅଜୟ ସାବଲ। ପୈତୃକ ଗାଁ ତଳିଆରେ ଶାଳ, ପିଆଶାଳ, ଶାଗୁଆନ, ଆମ୍ବ, ପଣସ, ଧଉରା, ଅସନ, ଅର୍ଜୁନ ଆଦି ବହୁ ମୂଲ୍ୟବାନ ଗଛ ଲଗାଇଛନ୍ତି। କିନ୍ତୁ ଏହି କିଛିଦିନ ହେବ ତାଙ୍କ ଜଙ୍ଗଲରୁ କାଠ ଚୋରି କରିନେଉଛନ୍ତି ମାଫିଆ। ବଡ଼ ବଡ଼ ଶାଗୁଆନ, ଶାଳ ଗଛ ସବୁ କାଟି ନେଉଥିବା ଭାପୁର ପୋଲିସ, ଭାଣ୍ଡି ଏବଂ ବନ ବିଭାଗରେ ଲିଖିତ ଅଭିଯୋଗ କରିଛନ୍ତି ଅଜୟ। ଆମ ଗଛ ସବୁ ବର୍ଷ ଗୋଟେ ଯୋଡ଼ା କାଟିକି ନେଇ ଯାଉଛନ୍ତି। ଏବେ ବି କାଟିକି ନେଲେ ଆସିକି ଦେଖିଲି ଯେ ଗଛ କାଟିକି ମୋର ପକେଇ ଦେଇଛନ୍ତି। ତାପରେ ଆମର ଏଇ ଗାଁର ଦୁର୍ଗାଚରଣ ମହାପାତ୍ର ଆଉ ସେ ଯେଉଁ ତା ଡ୍ରାଇଭର କାଟିକି ଗଛ ଏଇଠୁ ନେଇକି ଯାଉଥିଲା, ମୁଁ ତାକୁ ଦିନେ କହିଲି। ପରିବେଶ ସନ୍ତୁଳନ ରକ୍ଷା କରୁଥିବା ଜଙ୍ଗଲ ଉପରେ ମାଫିଆଙ୍କ ନଜର ପଡ଼ିଥିବା ବେଳେ ପୁଲିସ ଓ ବନ ବିଭାଗ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉନାହିଁ, ଯାହାର ପରିଣାମ ସ୍ୱରୂପ ଦିନକୁ ଦିନ ଗଛ କଟା ପରିମାଣ ବଢ଼ିଯାଇଥିବା କହିଛନ୍ତି ଅଜୟ। ଗଛ ହାଣିକି ନେଇ ଯାଇଛନ୍ତି, ଶାଳ ଗଛ କେତେଟା କିଛି ଆମେ ଅଭିଯୋଗ କଲୁ, ଥାନାରେ କିଛି ଶୁଣିଲେନି। ଆଉ ଶାଳ ଗଛ ଲଗେଇବାକୁ ତ ଭଲ ପାଆନ୍ତି, ଗଛ ସବୁ ହାଣିକି ନେଉଛନ୍ତି। ସବୁ ବର୍ଷ 10-12ଟା ଲେଖାଏଁ ଗଛ ଯାଉଛି। ହଁ, ତାଙ୍କର ଅଭିଯୋଗ, ତାଙ୍କର ଯୋଉ ଖୋଲ ତଇଲାଟା ଅଛି, ସେଥିରେ ଆମ୍ବ ଗଛ ଅଛି, ତା ଭିତରେ ଶାଳ ଗଛ ଅଛି। ଏଇ ଶାଳ ଗଛକୁ କିଏ କାଟି କୁଟିକି ନେଇଯାଇଛି। ତେଣୁ ସେ ଫରେଷ୍ଟ ଡିପାର୍ଟମେଣ୍ଟରେ ଅଭିଯୋଗ କରିଛି, ଥାନାରେ ମଧ୍ୟ ଅଭିଯୋଗ କରିଛି। ତେଣୁ ଏଇ ଦୁଇ ଡିପାର୍ଟମେଣ୍ଟ କେମିତି ତାକୁ ନ୍ୟାୟ ଦେବେ, ସେଇଟା ଆମେ ଚାହୁଁଛୁ। ଦାମିକିଆ ଶାଳ ଗଛ ଗୁଡ଼ିକୁ କାଠ ମାଫିଆ ମାନେ ବାରମ୍ବାର କାଟି ନେଇଯାଉଥିବା ବେଳେ ସେ ଜଙ୍ଗଲ ବିଭାଗକୁ ଅଭିଯୋଗ କରିଥିଲେ ଏବଂ ଏପରିକି ଥାନାରେ ମଧ୍ୟ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପ୍ରକାର ସୁଫଳ ନ ପାଇବା ଫଳରେ ସେ ଏବେ କାନ୍ଦି କାନ୍ଦି ବାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି। ତାଙ୍କୁ ନ୍ୟାୟ ଦିଆଯାଉ। ତେବେ ସେ କେବେ ନ୍ୟାୟ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଗୋବିନ୍ଦ ପ୍ରସାଦ ଗ୍ରାମରୁ ଅମ୍ବିକା ପଟ୍ଟନାୟକ, କନକ ନ୍ୟୁଜ୍।